तुम समस्त को स्वागत करुच्ची मो यूट्यूब चैनल द +2 सेकेंड ईयर आर्ट्स साइंस कॉमर्स। तो आर्ट्स साइंस कॉमर्स पिला माने तो तुम नेक्स्ट कौन ना एमआईएल ओडिया 100 मार्क। तो भावुथ 100 मार्क क्वेश्चन आंसर कहीं आनुनी आम तो 100 मार्क पड़े 80 मार्क। तो पिला माने 100 मार्क देख से 3 घंटा समय दौला तो 100 घंटा तो सॉरी 100 घंटा कर 100 मार्क तो यहाँ हूँ कौन ना आनुआल एग्जाम बोर्ड एग्जाम 2023 आर्ट्स गोटे सेट बुझेगा। आम आलोचना करवा 2023 आर्ट्स तो पे जो मैंने मूलर भी पढ़ी न तो मैंने पढ़ुच भी सब तो सेट पढ़ सेट रू भी क्वेश्चन बहुत आसे बुझेगा। तो ये 2023 सेट रू भी किसी क्वेश्चन आसीपारे। तो चलो आम स्टार्ट करवा वीडियो देखा पूर्व चैनल नुआ सब्सक्राइब करदे बेल आइकन को दबाईदेव नुआ नुआ नोटिफिकेशन पे लाइक शेयर करदे। तो देखिए प्रथम क्वेश्चन कौन देछि प्रथम क्वेश्चन कौन देछि पिला माने सेई 5टा एमसीक्यू आर तार भी सेई 80 मार्क रे। हिंदू जाति चिरकाल केउथिपाई ख्यात। हिंदू जाति चिरकाल भाव प्रवणता चिंताशीलता कल्पना प्रियता बौद्धिकता कौन हम ना कल्पना प्रियता। नेक्स्ट किए दधिची परी अस्थि देई अकाल रे झाउली पड़िले गोपबंधु नीलकंठ गोदावरीश कृपा सिंधु के ना गोपबंधु। नेक्स्ट क्वेश्चन केउ शासन पद्धति सर्वोत्कृष्ट राजतंत्र साम्यवाद एकछत्रवाद गणतंत्र। केउ शासन पद्धति सर्वोत्कृष्ट केउ शासन ना गणतंत्र शासन सर्वोत्कृष्ट। नेक्स्ट कौन शिक्षा सभ्य समाज बनवासी पाखक आसीबो मानविकता प्राधान्यता शांतिप्रियता सरलता। कौन शिक्षा सभ्य समाज बनवासी पाखक आसीबो मानविकता शिखिबा पाई। नेक्स्ट सत्य होइतिले सांघातिक उपाग्र लेखाटी केउथरे प्रकाशित होइतिला धरित्री कलिंग प्रजातंत्र समाज कौन हम ना कलिंग। एक मार्किया क्वेश्चन है 3टा किए सभ्यतार उच्च एक मार्किया 4टा था 3टा कर 80 मार्क 3 को 3 कर। किए सभ्यतार उच्चतर सोपान आरोहण करि न पारे नीतिहीन अनुदान जाति सभ्यतार उच्चतर सोपान आरोहण करि न पारे। केउ रूप पालित कलापीर केकारे मनोभूमि पूर्ण हेब भंजन रूप पालित कलापीर केउठारे प्रोपागंडा जय हुए ना भलमंद चिन्हिबारे योग्यता जोठी नाही सेठारे प्रोपागंडा ही विजय। आम शासन पद्धति कार विशेष मूल्य न थाए ना विशेषज्ञ मानकर। तापर 2 मार्किया मुख मंदिर कौन मुख मंदिर कोणार्कर मुख फिटिले कौन होता ना पुष्पपुर वर्षा बरणर प्राबंधिक कृष्णचंद्र पाणिग्राही मुख मंदिर कोणार्कर मुख फिटिले अतीत विभागर गाथा ଅତୀତ ବିଭବର ଗାଥା କହି ବିଜନ ବେଳକୁ କଣ ମୁଖରିତ କରି ଦିଅନ୍ତା ଅଥବା ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା। କେଉଁ ଦେଶରେ ଭୋଟଦାତା ମାନେ ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ ପ୍ରବନ୍ଧ 3 ତୁଣ୍ଡରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା କଣ ନା ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ପ୍ରତିନିଧି ବାଛିବାର ଗୁରୁତ୍ୱ ସମ୍ବନ୍ଧରେ ଚେତନା ଦେଶରେ ଭୋଟଦାତା ମାନେ ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ। ନେକ୍ସଟ ଆନ୍ଧ୍ରପ୍ରଦେଶରେ ବିଧାନସଭାରେ କେଉଁ ବିଷୟ ବିଚାର ହୋଇଥିଲା ଏଟା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠାଇଥିଲା ବିଷୟରେ ବିଚାର ହୋଇଥିଲା। ତାପରେ 3 ମାର୍କିଆ ତ ଏଟା ତ ଇତିହାସ ବିଷୟରେ ପଢିବନି ଏଟା କ୍ୟାନ୍ସେଲ। ଜଳଦ ଦରିଦ୍ର ଗ୍ରାମବାସୀଙ୍କ ସୀମା କିପରି ଜାଣିପାରିବ ନା ଗୋପାଳର ଗଳଘଣ୍ଟି ବା ଗୋପାଳର ବେଣୀ ଶୂନ୍ୟରେ ଜାଣିଛ କୋଉଠୁ ଆସିଛି ନା ପୁଷ୍ପପୁରରେ ବର୍ଷା ବର୍ଣ୍ଣର ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଗୋପାଳର ଗଳଘଣ୍ଟି ଗୋପାଳର ବେଣୁଶୂନ୍ୟ କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଦରିଦ୍ର ଗ୍ରାମବାସୀଙ୍କ ଗ୍ରାମସୀମା ଜାଣିପାରିବ। ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ମଧ୍ୟ ଜଳଧର ଆଖିରେ ପଡ଼ିଯିବ। ଅଗ୍ରସର ନବଯୁବକମାନଙ୍କ ବେଣୁଶୂନ୍ୟର ଅନୁକୃତିର ଲଳନା କଣ୍ଠରେ ଐକାନ୍ତିକ ଲଳିତ ସ୍ୱରରେ ଜନ୍ମଭୂମିକୁ ଭସାଇ ବନବାସୀମାନେ ନିର୍ଝର ପରି ଗତି କରି ଚାଲୁଥିବେ ଏହିପରି ପରିବେଶ ଦେଖିଲେ ଜଳଦ ବନବାସୀ ବା ଦରିଦ୍ର ଗ୍ରାମବାସୀଙ୍କ ଗ୍ରାମସୀମା ଜାଣିପାରିବ।
ନେକ୍ସଟ ତାପରେ 5 ମାର୍କିଆ କ୍ୱେଶ୍ଚନ ଆସିଲା କଣ ଭାରତରେ ସାରଭୂତ ଉତ୍କଳଙ୍କୁ ଲେଖକ କିପରି ଚିହ୍ନାଇଛନ୍ତି ଏଟା କୋଉଠି ଆସିଛି ନା ପୁଷ୍ପବନ ବର୍ଷା ବର୍ଣ୍ଣ ଏଟା ହଉଛି ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା। ତାପରେ ଆସିବା କବିତା କବିଙ୍କ କାଳରେ ରାଜା ପ୍ରଜାଙ୍କ ସମ୍ପର୍କ କିପରି ମାର୍ଜରା ମୂଷିକ ନକୁଳ ସର୍ପ ବାଜପାରା ସିଂହ ହସ୍ତି କିପରି ନା ବାଜପାରା। ନେକ୍ସଟ ତାପସଙ୍କ ଅଶାନ୍ତି ନାଶ ବୋଲି କାହାକୁ କହିଛି ସୀତା ରାମଚନ୍ଦ୍ର ବାଲ୍ମୀକି ଲବକୁଶ କାହାକୁ ନା ରାମଚନ୍ଦ୍ରଙ୍କୁ। ନେକ୍ସଟ ତରୁଗିରି ଶିରରେ ସୂର୍ଯ୍ୟ କଣ ଦିଅନ୍ତି ଇନ୍ଦ୍ର ନୀଳବରଣୀ ପାଟ ହେମବରଣୀ ପାଟ ରଜତ ବରଣୀ ପାଟ ତାମ୍ରବରଣୀ ପାଟ କଣ ଦିଅନ୍ତି ନା ହେମବରଣୀ ପାଟ କଣ ନା ହେମବରଣୀ ପାଟ। ନେକ୍ସଟ ପିଙ୍ଗଳାର ଜୀବନ ପଙ୍କ ଔରସରେ କଣ ଫୁଟିଅଛି ଶତଦଳ ନୀଳୋତ୍ପଳ ଉତ୍ପଳ ବକୁଳ କଣ ଫୁଟିଅଛି ନା ଶତଦଳ। ନେକ୍ସଟ କବି କାହା ଭଳି ପ୍ରତିଶୋଧ ନେବାକୁ କହିଛନ୍ତି ସ୍ୱାପଦ ଶାର୍ଦୂଳ ଶ୍ୱାନ ସୈନ୍ୟ କାହା ପରି ନା ସେନ ପରି କାହା ପରି ନା ସେନ ପରି। ତାପରେ 1 ମାର୍କିଆ ବିଧି ଧର୍ମପୋତଟିଏ କାହିଁକି ଗଢ଼ିଛନ୍ତି ନା ସଂସାର ବାରିଧି ତରିବା। କାହାର ପିତୃକୋଳ ଆରୋହଣ ଭାଗ୍ୟ ନାହିଁ କାହାର ପିତୃକୋଳର ଆରୋହଣର ଭାଗ୍ୟ ନାହିଁ କାହାର ଲବକୁଶଙ୍କର। ପ୍ରଣୟ ପିଉସରେ କଣ ମିଶିଛି ନା ପ୍ରଣୟ ପିଉସରେ ବିରହର ବିଷ ମିଶିଛି। ନେକ୍ସଟ ପିଙ୍ଗଳା ଶୂନ୍ୟ ସୁଆଗରେ ରସ୍ୟ କେଉଁ ଦୀପ ଢାଳିବ ନାହିଁ ପିଙ୍ଗଳା ଶୂନ୍ୟ ସୁଆଗର ରସି କେଳି ଦୀପ ଜାଳିବ ନାହିଁ। 2 ମାର୍କିଆ ଲବକୁଶ ମହର୍ଷି ବାଲ୍ମୀକିଙ୍କ ସହ କାହିଁକି ଅଯୋଧ୍ୟା ଯାଇଥିଲେ କବିତା ତପସ୍ୱିନୀ ପତ୍ରର କବି ଗଙ୍ଗାଧର ମେହେର ଲବକୁଶ ମହର୍ଷି ବାଲ୍ମୀକିଙ୍କ ସହ ପିତା ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ ତଥା ତାଙ୍କ ଗତ ଦୁଃଖର କାହାଣୀ ଜ୍ଞାନ ପାଇଁ ଅଯୋଧ୍ୟା ଯାଇଥିଲେ। ପିଙ୍ଗଳା ସୁଝିବାର ବିଷ ପିଙ୍ଗଳାର ବିଷାର୍ଥ ପଡ଼ିବନି ଆଜି ଦୀପ୍ତକଣ୍ଠରେ କେଉଁ ସବୁ ପ୍ରଶ୍ନ ପଚାରିବା ସମୟ ଆସିଛି ନା କବିତା ବାର୍ତ୍ତା କବି ସଚ୍ଚିଦାନନ୍ଦ ରାଉତରାୟ ଶୃଙ୍ଖଳାଟା କାହିଁ ଥିଲା ଓ କିମ୍ପା ଥିଲା ଲୌହ କାରବାର ଆଜି ଦୀପ୍ତକଣ୍ଠରେ ଏହି ସବୁ ପ୍ରଶ୍ନ ପଚାରିବାର ସମୟ ଆସିଛି। ତାହେଲେ 3 ମାର୍କିଆ ଆଲେକଜାଣ୍ଡରଙ୍କ ଅନ୍ତିମ ଇଚ୍ଛା କଣ ଥିଲା କବିତା ବଡ଼ପଣର କବି ରାଧାନାଥ ରାୟ ବିଶ୍ୱବିଜୟ ଆଲେକଜାଣ୍ଡରଙ୍କ ଅନ୍ତିମ ଇଚ୍ଛା ଥିଲା ମଲାବେଳେ ପ୍ରାଣ ଛାଡ଼ିଯାଏ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ପରେ ଭାଇ ବନ୍ଧୁମାନେ କୋକାଇରେ ବାନ୍ଧି ନେଇଥାନ୍ତି 6 ଖଣ୍ଡ କାଠ ଉପରେ ଶବକୁ ଶୁଆଇ ଦିଆଯାଇଥାଏ ବେନି ହାତକୁ 2 ପଟକୁ ଝୁଲାଇ ଦିଆଯାଇଥାଏ ଏହାର ଅର୍ଥ ଆସିଥିଲି ଫେରିଗଲି ଶୂନ୍ୟତା ବୋଲି କୁହାଯାଇଛି। ପିଙ୍ଗଳା ସ୍ୱର୍ଗରେ କଣ ଥିଲା ମର୍ତ୍ତ୍ୟରେ କଣ ହେଲା ତ ଏଇଟା କ୍ୟାନସେଲ ପଡ଼ିବନି। ତ 5 ମାର୍କିଆ କ୍ୱେଶ୍ଚିନ୍ 2ଟା ଯୋଉଟା ହେଲେ କରିବ ତ ଏଇଟା କଣ ଦେଇଛି ନା ରାଜଧର୍ମ ପାଳନ ପାଇଁ ରାଜ ତ ଏଇଟା ବଡ଼ପଣରୁ ଆସିଛି ତାର ଏଇଟା ତପସ୍ୱିନୀ ପତ୍ର। ତାପରେ ଆସିଲା ଆମର ଗଳ୍ପ ବାବୁ ଗୋପାଳଚନ୍ଦ୍ର ଉଆସଆଗ ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ରାଧାକୃଷ୍ଣ ଲକ୍ଷ୍ମୀନାରାୟଣ ଲକ୍ଷ୍ମୀ ନୃସିଂହ ଉମା ମହେଶ୍ୱର କିଏ ନା ରାଧାକୃଷ୍ଣ କଣ ନା ରାଧାକୃଷ୍ଣ। ନେକ୍ସଟ ରାୟବାହାଦୁର ଡ୍ରୟର ଭିତରୁ କାହା ଫଟୋଗ୍ରାଫଟି ବାହାର କରିଥିଲେ ଅରୁଣ ବିଜୟ ହେମମାଳୀ ଅପର୍ଣ୍ଣା କାହାର ନା ଅରୁଣର। ନେକ୍ସଟ ମାଷ୍ଟରଜଙ୍କୁ କେଉଁ ରୋଗ ହୋଇଥିଲା ବ୍ରୋଙ୍କାଇଟିସ ଆସ୍ଥାମା ଇନଫ୍ଲୁଏଞ୍ଜା ପ୍ଲୁରେସି କଣ ଥିଲା ନା ପ୍ଲୁରେସି କଣ ନା ପ୍ଲୁରେସି। ନେକ୍ସଟ ଆକାଶମାର୍ଗୀୟ କଛପଟି କେଉଁ ଶବ୍ଦ ଉଚ୍ଚାରଣ କରିଥିଲା ବୋକା ବୁଦୁ ବିଙ୍ଗ ବୀର କଣ ନା ବୁଦୁ। ନେକ୍ସଟ ସାଆନ୍ତାଣୀ ପୋଇଲି ରାଧି ସହ ପୁରୀର କେଉଁ ମଠରେ ରହୁଥିଲା କାଳୀ ମଠ ଦୁର୍ଗା ମଠ ମାତା ମଠ ଦେବୀ ମଠ କେଉଁ ମଠ ନା ମାତା ମଠରେ ରହୁଥିଲା। 1 ମାର୍କିଆ ମହାଜନକୁ ମହାପାତ୍ରେ ବେପାରରେ ଲାଭ କେଉଁଠାରେ ବୋଲି କହିଛନ୍ତି ମହାଜନକୁ ମହାପାତ୍ରେ ବେପାରରେ ଲାଭ କିଣା ଜାଗାରେ ବୋଲି କହିଛନ୍ତି। ରାୟବାହାଦୁରଙ୍କୁ ସନନ୍ଦଟି କେବେ କାହା ଦ୍ୱାରା ପ୍ରଦତ୍ତ ହୋଇଥିଲା ନା ରାୟବାହାଦୁରଙ୍କୁ ସନନ୍ଦଟି 1923 ସାଲରେ ଖୋଦ ବ୍ରିଟିଶ ସମ୍ରାଟଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା। ନେକ୍ସଟ କେଉଁଥିରେ ମାଷ୍ଟରଜଙ୍କ ଅସାଧାରଣ କ୍ଷମତା ଥିଲା ନା କାହାଣୀ କହିବାରେ ମାଷ୍ଟରଜଙ୍କ ଅସାଧାରଣ କ୍ଷମତା ଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍
କମ୍ବୁଗ୍ରୀବ ହଂସମାନଙ୍କ ସହିତ କେଉଁଠାକୁ ଯିବାକୁ ଇଚ୍ଛା ପ୍ରକଟ କରିଥିଲେ? ନା କମ୍ବୁଗ୍ରୀବ ହଂସମାନଙ୍କ ସହିତ ପର୍ବତ ଶ୍ରେଣୀ ସେପାରିସ୍ତ ସରୋବରକୁ ଯିବାକୁ ଇଚ୍ଛା ପ୍ରକଟ କରିଥିଲେ। ତାପରେ 2 ମାର୍କିଆ କମ୍ବୁଗ୍ରୀବ ଛାତ ଉପରେ ପଡ଼ିଯିବା ପରେ ହଂସଦେୟ କ'ଣ କଲେ? ନା ଗଳ୍ପ ଆକାଶ କଇଁଛର ଗାଳ୍ପିକ ମନୋଜ ଦାସ କମ୍ବୁଗ୍ରୀବ ଛାତ ଉପରେ ପଡ଼ିଯିବା ପରେ ହଂସଦେୟ ପାଡ଼ି ଖଣ୍ଡିକ ପକାଇଦେଲେ କିଛି ସମୟ ଆର୍ତ୍ତରବ ଛାଡ଼ିଦେଲେ। ନେକ୍ସଟ ମାତାଜୀଙ୍କ ହାଲୁଆ ସମ୍ପର୍କରେ ଲେଖକ କ'ଣ କହିଛନ୍ତି? ନା ରୂପନାରାୟଣ ସାର ଗାଳ୍ପିକ ଫକୀରମୋହନ ପଟ୍ଟନାୟକ ମାତାଜୀଙ୍କ ହାଲୁଆ ସମ୍ପର୍କରେ ଲେଖକ କହିଛନ୍ତି ଯେ ଥରେ ଖାଇଛି ସେ ଜିନ୍ଦଗିଭର ଭୁଲି ପାରିବ ନାହିଁ। ନେକ୍ସଟ ସାଆନ୍ତାଣୀ ପୁତ୍ର ରାଜୀବ ଲୋଚନ ସମ୍ପର୍କରେ ସାଆନ୍ତକୁ କ'ଣ କହିଥିଲେ? ନା ଗଳ୍ପ ସଭ୍ୟ ଜମିଦାର ଗାଳ୍ପିକ ଫକୀରମୋହନ ସେନାପତି ସାଆନ୍ତାଣୀ ପୁତ୍ର ରାଜୀବ ଲୋଚନ ସମ୍ପର୍କରେ ସାଆନ୍ତକୁ କହିଲେ ରାଜୀବ ମୋ ବୋଲ ମାନେ ନାହିଁ ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ ତାକୁ ସାଙ୍ଗରେ ଘେନିଯାଅ। ତାପରେ ଆସିଲା 3 ମାର୍କିଆ ମିସେସ୍ ମହାପାତ୍ର ବବୁର୍ଚିଖାନାରେ ପହଞ୍ଚିବା ପରେ ପଦୀ କ'ଣ କଲା? ନା ସଭ୍ୟ ଜମିଦାର ଗାଳ୍ପିକ ଫକୀରମୋହନ ସେନାପତି ପୋଇଲି ପଦୀ ହାଣ୍ଡିଏ ଗୋବର ପାଣି ଧରି କ'ଣ କରୁଥିଲା? ନା ଚୁଲି ଲିପୁଥିଲା। ମିସେସ୍ ମହାପାତ୍ର ଜୋତା ଠକ୍ ଠକ୍ କରି ହାଣ୍ଡିଶାଳକୁ ପଶିଥିଲେ। ଏହା ଦେଖି ପଦୀ ବଡ଼ ପାଟିରେ କହିଥିଲା ଆଲୋ ମା ଲୋ ମା ଲୋ ଆଲୋ ମା ମୋ ବାପା ଲୋ ହାଣ୍ଡିଶାଳରେ ଜୋତା ପିନ୍ଧି ପଶିଲା ଲୋ ହାଣ୍ଡିଶାଳ ମାରୁ ଗଲା ଲୋ ସେ କନା ଖଣ୍ଡକ ଫୋପାଡ଼ି ଦେଇ ଏକମୁହାଁ ହୋଇ ଦୌଡ଼ି ପଳାଇଲା। ନେକ୍ସଟ ସୋମନାଥ ସିଡ଼ିରୁ ପଡ଼ିଯିବା ପରେ କ୍ଷୀଣ କଣ୍ଠରେ ବିଜୟକୁ କ'ଣ କହିଥିଲେ? ନା ଗଳ୍ପ ପତାକା ଉତ୍ତୋଳନର ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ସୋମନାଥ କ୍ଷୀଣ କଣ୍ଠରେ କହିଲେ ତୋତେ ଆଶୀର୍ବାଦ କରୁଛି ବିଜୁ ମୁଁ ଅନ୍ତତଃ ଶାନ୍ତିରେ ମରି ପାରିବି ଏଥର। ଏଇ ପତାକା ପାଇଁ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି ଏଇ ପତାକା ପାଇଁ କ'ଣ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି କେତେ ଯୁଦ୍ଧ ରକ୍ତପାତ ବା ନ ଘଟିଛି ଏଇ ପତାକା ପାଇଁ ନିଜ ହାତରେ ମୁଁ ଗୁଳି କରି ମାରିଛି ଅରୁଣକୁ ଏଇ ପତାକା ପାଇଁ ତୁ ତୋର ବୁଢ଼ା ଜେଜେଙ୍କୁ ମଧ୍ୟ ଆଘାତ କରିଛୁ ଅଥଚ ଭାବୁଛି ଏ ପତାକା କ'ଣ ଖଣ୍ଡେ ରଙ୍ଗୀନ ଖଣ୍ଡା ମାତ୍ର ରଙ୍ଗ ଛାଡ଼ିଯିବ ତାର ତଥାପି ତୋର ପତାକାର ଜୟ ହଉ। ତାପରେ ପଦ୍ୟାଂଶ ଅନୁଚ୍ଛେଦ ଥିଲା ତାକୁ କାଟି ଦେଇଛି କାହିଁକିନା ଅନୁଚ୍ଛେଦ ଯେହେତୁ ତମର ପଡ଼ିବନି ଅନୁଚ୍ଛେଦ ଏବଂ ତାର ଲଙ୍ଗ କୋଶ୍ଚିନ୍ ଥିଲା ଗଳ୍ପର ତମର ଆସିବନି ତ ତମର କବିତାଂଶ ଆସିବ କ'ଣ? ବିଶ୍ୱ ଦେଖ ମଧୁମୟରେ ଜୀବନ ବିଶ୍ୱ ଦେଖ ମଧୁମୟ ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ ଜନନୀର ସ୍ନେହ ଜୟାର ପ୍ରଣୟ ବୁଧ ବନ୍ଧୁ ସଦାଳାପ ଜନକ ଆଦର ଏକ ଏକ ଝର ତଡ଼ି ଦେଉଛନ୍ତି ତାପରେ ଜୀବନ ନବ ନବ କର୍ମ ନବ ନବ ମର୍ମ ନବ ନବ ଜ୍ଞାନ ପଥ ନବୀନ ଆଲୋକ ଦେଖାନ୍ତି ଏ ଲୋକ ମଧୁଝର ସତ ସତ ଜୀବନ ମଧୁମୟ ମନେ ମଧୁମୟ ସ୍ୱନେ ଗାଇ ମଧୁମୟ ଗୀତି ବିହଙ୍ଗ ମଗଣ ପୁରାନ୍ତି ଶ୍ରବଣ ମଧୁ ଢାଳି ନୀତି ନୀତିରେ ଜୀବନ। ତ ପିଲାମାନେ ଏ କ'ଣ ଥିଲା ପ୍ରଶ୍ନ ଦେଖିବା 1 ମାର୍କିଆ 5ଟା ଜୀବନ ବିଶ୍ୱକୁ କେଉଁ ରୂପରେ ଦେଖିବେ? ଜୀବନ ବିଶ୍ୱକୁ କେଉଁ ରୂପରେ ଦେଖିବ? ନା ଜୀବନ ବିଶ୍ୱକୁ କେଉଁ ରୂପରେ ଦେଖିବ? ନା ମଧୁମୟ କିପରି? ନା ମଧୁମୟ ପରି ଦେଖିବ। ମଧୁର ଝରଣ ଜୀବନରେ କ'ଣ ହରଣ କରିବ ପିଲାମାନେ? ନା ଜୀବନର କ'ଣ ହରଣ କରିବ? ନା ଜୀବନର ପାପ କ'ଣ? ନା ଜୀବନର ପାପ ମରଣ ଭୟର ହରଣ କରିବ। କବି କାହାକୁ ଏକ ଝର ବୋଲି କହିଛନ୍ତି? କବି କାହାକୁ କବି ଜନନୀର ସ୍ନେହ କ'ଣ? ନା କବି ଜନନୀର ସ୍ନେହ ଜାୟାର ପ୍ରଣୟ ବୁଧ ବନ୍ଧୁ ସଦାଳପ ଜନକ ଆଦରକୁ ଏକ ଝର ବୋଲି କ'ଣ? ନା କହିଛନ୍ତି ଦେଖାନ୍ତି। ତାପରେ କ'ଣ ସବୁ ଲୋକରେ ନବୀନ ଆଲୋକର ଶତ ଶତ ମଧୁଝର ଦେଖାନ୍ତି? କ'ଣ ସବୁ ଏଠି ନବ ନବ କର୍ମ ନବ ନବ ମର୍ମ ନବ ନବ ଜ୍ଞାନ ପଥ ସବୁ ଲୋକରେ ନବୀନ ଆଲୋକର ଶତ ଶତ ମଧୁଝର ଦେଖାନ୍ତି।
ବିହଙ୍ଗମାନ କଣ ଦେଲା ନା ବିହଙ୍ଗମଗଣ ମଧୁମୟ ବନରେ କଣ କରିଥାନ୍ତି? କଣ କରିଥାନ୍ତି ନା ବିହଙ୍ଗମ ବଣ ପୁରାନ୍ତି ଶ୍ରବଣ ମଧୁରାଳି ରୀତି ରୀତିରେ ଜୀବନ। ବିହଙ୍ଗନ ବଣ ମଧୁମୟ ବନରେ ମଧୁମୟ ସ୍ୱରରେ ମଧୁମୟ ଗୀତ ଗାନ କରି ଶ୍ରବଣର ମଧୁ ଢାଳନ୍ତି ବୋଲି କହିଛନ୍ତି। ତାପରେ ଆସିଲା ସୃଜନାତ୍ମକ ରଚନା ଯେକୌଣସି ଗୋଟେ, ଏଇଟା ତମେ 4 ମାର୍କିଆ, ଏଠି 5 ମାର୍କ ଦେଇଛି, ଏଇଟା 4 ମାର୍କର ପଡିବ। ବୁଝିଲା? ଏଇଟା କରିବ କିମ୍ବା ତମର କଣ ନା ଅନୁଚ୍ଛେଦ କରିବ। କିନ୍ତୁ ଏଇଟା ଦେଇଛି 5 ମାର୍କ ଗୋଟେ, ଯେହେତୁ 100 ମାର୍କ ଥିଲା ଏଇଟା କିମ୍ବା ଅନୁଚ୍ଛେଦ କରିବ। ତାପରେ ତମର 5 ମାର୍କ ଆସିବ ପତ୍ର ଦରଖାସ୍ତ ଯେକୌଣସି ଗୋଟେ କରିବ। ତାପରେ ଆସିବ ତମର କଣ ନା ଗ୍ରାମାର ଆସିବ ପିଲାମାନେ, ଗ୍ରାମାର। ବୁଝିହେଲା? ଯେକୌଣସି 2ଟି ରୂଢିକୁ ବାକ୍ୟରେ ପ୍ରୟୋଗ କର। ଯେକୌଣସି 2ଟି ରୂଢିକୁ ବାକ୍ୟରେ ପ୍ରୟୋଗ କର। ଅହିନକୁଳ ସମ୍ପର୍କକୁ ଆମେ ବାକ୍ୟରେ ଲେଖିବା କଣ ନା ଅହିନକୁଳର କଣ ହବ ନା ଘୋର ଶତ୍ରୁତା। କୁରୁ ପାଣ୍ଡବଙ୍କ ଭଳି ସ୍ୱାଇଁ ପରିଡା ସାହି ଭିତରେ ଅହିନକୁଳ ସମ୍ପର୍କ ରହିଛି, ମାନେ ବହୁତ ଶତ୍ରୁତା। ଲଙ୍କାରେ ହରିଶବ୍ଦର ଅର୍ଥ ଅସମ୍ଭବ କଥା ସମ୍ଭବ। ଅପାଠୁଆଙ୍କ ପାଖରେ ପାଠୁଆଟିଏ ପ୍ରତିଭାତ ହେଲେ ଲଙ୍କାରେ ଯେମିତି ହରିଶବ୍ଦ ପରି ମନେ ହୁଏ। ଘର ଢିଙ୍କି କୁମ୍ଭୀର। ଘର ଢିଙ୍କି କୁମ୍ଭୀରର ଅର୍ଥ ନିଜ ଲୋକ ଶତ୍ରୁ। କଣ ନା କହ୍ନେଇର ନିଜ ଲୋକ ଶତ୍ରୁ, ବାସ୍ ଏତେ ଦରକାର ନାହିଁ। ତାପରେ କୁହୁଡି ପହଁରିବାର ଅର୍ଥ କଣ? ବୃଥା ପରିଶ୍ରମ। ତ ଏମିତି ପଡିବ, କୁହୁଡି ପହଁରିବାର ଅର୍ଥ କଣ? ବୃଥା ପରିଶ୍ରମ। ବାକ୍ୟ ତ ପଡିବନି, ବାକ୍ୟ ବି ଆଲୋଚନା କରିବାର ନାହିଁ। ଯେକୌଣସି 2ଟିକୁ ଏକ ପଦରେ ପରିଣତ କର। ପୁରୋହିତଙ୍କ କର୍ମ କଣ ନା ପୌରହିତ୍ୟ। ରୀତିକୁ ଅତିକ୍ରମ ନ କରି ଯଥାରୀତି। କାଚ ବିକିବା ବ୍ୟବସାୟ ଯାହାର କାଚରା। ଅହର୍ଣ୍ଣ ପୂର୍ବାହ୍ନ। ତାପରେ ଯେକୌଣସି 2ଟି ସମଚୟିତ ଶବ୍ଦ ଯୋଡି ପରିଚ୍ଛଦ ପରିଚ୍ଛେଦ କଣ ହବ ନା ପରିଚ୍ଛଦ ହବ ପୋଷାକ, ପରିଚ୍ଛେଦ ହବ କଣ ନା ଅଧ୍ୟାୟ। ଚରିତ୍ର ହବ କଥା ବା ବିଷୟ, ଚରିତ୍ର ହବ ନୈତିକ ସ୍ୱଭାବ। ସତ୍ୟ ହବ ମହାନ ଗୁଣ, ସତ୍ୟ ହବ ଅଧିକାର। ସମନ ହବ ଯମ, ସମନ ହବ ଆଦେଶ ପତ୍ର। ତାପରେ ଆସିଲା ବିପରୀତ ବୋଧକ। ପୁରସ୍କାର ତିରସ୍କାର, ଅନଶନ ଅସନ, ମସୃଣ ମଧୁର, ଜୁଆର ଭଟ୍ଟା। ତାପରେ 2ଟି ଶବ୍ଦର ଭ୍ରମ ସଂଶୋଧନ। ଆନୁଷଙ୍ଗିକ କଣ ହବ ନା ଏଟା ଦନ୍ତେଶ ଅଛି ବୁନ୍ଦେଶ, ଆନୁଷଙ୍ଗିକ। ତାପରେ ଅକ୍ଷୁଣ୍ଣର କଣ ହବ? ସେମିତି ରେଫ ଦିଆହେଇଛି, ରେଫ ଦିଆହବନି। ଯାତାୟାତର କଣ ନା ଯାତାୟାତ ଇୟରେ ଆକାର ଦିଆହବ। ଦୂରାବସ୍ଥା କଣ ନା ଏଟା ଦୂରବସ୍ଥା, ଦୂର ଏଟା ଦେଇଛି, ଏଟା ଦୂରାବସ୍ଥା। ତ ଏଥିଲା ତମର କଣ ନା 2023ର ଆର୍ଟ ସେଟ ପିଲାମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ଆ ଭିତରୁ ନିଶ୍ଚିନ୍ତ ତମର କ୍ୱେଶ୍ଚିନ୍ ପଳେଇ ଆସିବ। ଭିଡିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।